ଯେତେବେଳେ ପୁଅ ବଞ୍ଚିଥିଲେ ସେତେବେଳେ ପୁଅଙ୍କ ନାଁରେ କରିପାରୁନଥିଲେ, କହିଲେ କି ସବୁ କିଛି ତୋର। ଯେ ତମେ ପୁଅକୁ ଏତେ ତଡ଼ପେଇକିନା ମାରିପାରିଲ, ପୁଅ ନାଁରେ କିଛି କଲନି, ପୁଅକୁ ସାଇଡ୍ କରିଦେଲ, ତାହେଲେ ଆଜି ତମେ ଝିଅ ନାଁରେ କେମିତି କରିଦେଲ? ଯଦି ତମେ ସୁନା ବିକିବା ପାଇଁ ବାହାରିଥିଲ କି ପୁଅର କେସ୍ ଲଢ଼ିବା ପାଇଁ, ତାହେଲେ ତମ ପାଖକୁ 11 ଲକ୍ଷ ଟଙ୍କା କେମିତି ଇନଷ୍ଟାଣ୍ଟଲି ଆସିଲା, ଯାହାଦ୍ୱାରା କି ତମେ ଜାଗାଟାକୁ ଝିଅ ନାଁକୁ ଟ୍ରାନ୍ସଫର କରିଦେଲ, ତାକୁ ମାନେ ଗିଫ୍ଟେଡ୍ କରିଦେଲ। ଅଲରେଡ଼ି ତାଙ୍କ ନାଁରେ ଆଉ ଗୋଟେ ଜାଗା ବି ଗିଫ୍ଟେଡ୍ ହେଇଛି ବାହାଘର ପୂର୍ବରୁ। ତ ଏଇ ଜାଗାଟା ଥିଲା ମୋ ହଜବେଣ୍ଡଙ୍କର, ଆଣ୍ଡ ଏଇ ଘର ବନେଇବାରେ ମୋ ହଜବେଣ୍ଡଙ୍କର ବି ମାନେ ବହୁତ ସାରା ମାନେ ଯେଉଁ ପଇସା ଖର୍ଚ୍ଚ ହେଇଛି, ଦୋକାନ ଯେଉଁ ଯାଉଥିଲେ ଦୋକାନରୁ ବହୁତ ସାରା ପଇସା ଖର୍ଚ୍ଚ କରିଛନ୍ତି। ମୋତେ କାଢ଼ିଦେଲେ, ମୋ ହଜବେଣ୍ଡଙ୍କର ଡେଥ୍ ହେଇଗଲା, ତାପରେ ଜିନିଷଟା ବି ତାଙ୍କ ନାଁକୁ ପଳେଇଲା। ଜିନିଷଟା ପଳେଇଲା ସେଟା ମୋର ପ୍ରୋବ୍ଲେମ୍ ନୁହେଁ, ଏ ସବୁ କେଉଁଠି ନା କେଉଁଠି ମୋ ହଜବେଣ୍ଡଙ୍କର ମର୍ଡର କେସ୍ରେ ବି ଲିଙ୍କ୍ ରହୁଛି। ସେ ଯେଉଁ ଆଲିଗେସନ୍ ଲଗାଉଛନ୍ତି କି ମୁଁ ମାରିଛି ମୋ ହଜବେଣ୍ଡକୁ, ମୁଁ ଚାହୁଁଛି କି ମୋର ବି ଇନଭେଷ୍ଟିଗେସନ୍ ହଉ, ତା ସହିତ ସେମାନଙ୍କର ବି ଇନଭେଷ୍ଟିଗେସନ୍ ହଉ, ଦୁଇ ଜଣଙ୍କର ଇନଭେଷ୍ଟିଗେସନ୍ ହଉ। ମୋର ଷ୍ଟାର୍ଟିଂ ଡେରୁ ହିଁ ମୋ ନଣନ୍ଦିଙ୍କ ଉପରେ ଡାଉଟ୍ ଅଛି। ଏଇ ଯେଉଁ ଜିନିଷଟା ପ୍ରୁଫ୍ ଆସିଲା, ଗୋଟେ ସେମାନେ ଲୁଚିକିନା କଲେ, ସେଇଟା ମୋର